ଶୀତରେ ଥରୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ଶୀତର ଲହରୀ। କ୍ରମାଗତ 3 ଦିନ ହେଲାଣି କେନ୍ଦୁଝର ଜିଲ୍ଲାରେ ତାପମାତ୍ରା କମୁଛି ଓ ଶୀତର ପ୍ରଭାବ ବଢ଼ି ବଢ଼ି ଚାଲିଛି। ବିଶେଷକରି ଜିଲ୍ଲାର ଉପାନ୍ତରେ ଥିବା ଆଦିବାସୀ ଗାଁଗୁଡ଼ିକରେ ଶୀତ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେଲେଣି। ଆଜି ସକାଳୁ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ବାଂଶପାଳ ବ୍ଲକ କାଞ୍ଜିପାଣିରେ ବରଫ ପଡ଼ିବାର ଭ୍ରମ ସୃଷ୍ଟି ହୋଇଛି। ରାତିର ତାପମାତ୍ରା କମୁଥିବାରୁ ଶିଶିର ଜଳ ଯେଉଁଠି ପଡ଼ିଛି ସକାଳ ବେଳକୁ ବରଫ ହୋଇଯାଉଛି। ଆଜି କାଞ୍ଜିପାଣିରେ ଘରଗୁଡ଼ିକ ଉପରେ ଥିବା ଜାରି ପାଲ ଉପରେ ପଡ଼ିଥିବା ଶିଶିର ଜଳ ବରଫରେ ରୂପାନ୍ତରିତ ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ସବୁଠାରୁ ବେଶୀ କଷ୍ଟରେ ଅଛନ୍ତି କାଞ୍ଜିପାଣି ପାହାଡ଼ ଉପରେ ଥିବା ଟାଙ୍ଗରପଡ଼ା ଗାଁର ଲୋକେ। ସମୁଦ୍ର ପତନଠାରୁ 2000 ଫୁଟ ଉଚ୍ଚରେ ଥିବା ଏହି ଗାଁରେ ଥଣ୍ଡା ଶୁଖିଲା ପବନ ବହି ଜାଡ଼ରେ ଲୋକଙ୍କ ହାଡ଼ ଥରାଉଛି। ଗରିବ ଆଦିବାସୀ ଲୋକଙ୍କ ଗାଁ ଟାଙ୍ଗରପଡ଼ାରେ ଲୋକଙ୍କ ପାଖରେ ଠିକ୍ ଭାବରେ ଶୀତରୁ ରକ୍ଷା ପାଇବା ପାଇଁ ବସ୍ତ୍ର ମଧ୍ୟ ନାହିଁ। ଫଳରେ ରାତି ହେଉ କି ଦିନ ନିଆଁ ହିଁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଏକମାତ୍ର ମାଧ୍ୟମ ସାଜିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ। দুই হাজার দাও। তো না 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 কথা Sado mungal anje berai. बनाइले ना भलो अब बनाओ बस कुनी भी सबके तो थोना आज यार सब कहने बयस लोक बना